ଇରାନର ସର୍ବୋଚ୍ଚ ନେତା ଖାମନେଇ ପ୍ରାୟତଃ ପରମାଣୁ ଅସ୍ତ୍ର ସାହାଯ୍ୟରେ ବିଶ୍ୱକୁ ଭୟଭୀତ କରିବାକୁ ଧମକ ଦେଇଥାନ୍ତି। ତେବେ ସେ ଏବେ ନୂତନ ଭୟର ସମ୍ମୁଖୀନ ହୋଇଛନ୍ତି। ତାଙ୍କର ଭୟ ଏବେ ବୋମା କି କ୍ଷେପଣାସ୍ତ୍ର ନୁହେଁ, ବରଂ ଦେଶର ପାଣି ଅଭାବ ପାଲଟିଛି। ଦେଶରେ ଭୟଙ୍କର ଜଳ ସଙ୍କଟ ତାଙ୍କର ନିଦକୁ ହଜାଇ ଦେଇଛି। ଏହି ବିପଦ କେବଳ ପରିବେଶ ଉପରେ ନୁହେଁ, ବରଂ ଇରାନର ସାମାଜିକ ଏବଂ ରାଜନୈତିକ ସ୍ଥିରତା ପାଇଁ ମଧ୍ୟ ସଙ୍କଟ ସୃଷ୍ଟି କରିଛି। ଦଳ ସଙ୍କଟ ଯୋଗୁଁ ଖାମନେଇଙ୍କ ଚିନ୍ତା ଏବେ ବଢ଼ିବାରେ ଲାଗିଛି, କାରଣ ଦେଶର ଅନେକ ପ୍ରମୁଖ ପ୍ରଦେଶରେ ଜଳ ପରିସ୍ଥିତି ଏକ ଟିପିଂ ପଏଣ୍ଟରେ ପହଞ୍ଚିଛି। ଇରାନର ଶକ୍ତି ମନ୍ତ୍ରଣାଳୟର ଏକ ସାମ୍ପ୍ରତିକ ବିବୃତ୍ତିରେ କୁହାଯାଇଛି ଯେ ତେହେରାନ, ରାଜାଭି, ଖୋରାସାନ ଏବଂ ୟାଜବ ଭଳି ପ୍ରମୁଖ ପ୍ରଦେଶଗୁଡ଼ିକରେ ଜଳ ସଙ୍କଟ ଖରାପ ସ୍ଥିତିରେ ପହଞ୍ଚିଛି। ରାଜଧାନୀ ତେହେରାନକୁ ପାଣି ଯୋଗାଣ କରୁଥିବା କାରାଜ ଡ୍ୟାମ୍ ଏବେ କେବଳ 6% କ୍ଷମତାରେ କାର୍ଯ୍ୟ କରୁଛି, ଯାହାର ଅର୍ଥ ହେଉଛି ଡ୍ୟାମ୍ର 94% ଖାଲି ରହିଛି। ଇରାନର ଜଳ ସଙ୍କଟ ଦେଶର ନୀତି ଏବଂ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଘଟିଛି। 1979 ବିପ୍ଳବ ପରେ ଧାର୍ମିକ ନେତୃତ୍ୱ ଏକ ସ୍ୱାବଲମ୍ବୀ କୃଷି ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥିଲେ, ଯାହା ଜଳ ବ୍ୟବସ୍ଥାକୁ ବହୁ ଗୁଣିତ କରିଥିଲା। ଗତ 50 ବର୍ଷ ମଧ୍ୟରେ ଜନସଂଖ୍ୟା 250%ରୁ ଅଧିକ ବୃଦ୍ଧି ପାଇଛି। ଏହା ସହିତ ପାଣିର ଚାହିଦା ମଧ୍ୟ ବୃଦ୍ଧି ପାଇଥିବା କୁହାଯାଉଛି। ବ୍ୟୁରୋ ରିପୋର୍ଟ, ଓଟି ଲାଇଭ୍। ଅଧିକ ଖବର ଦେଖିବା ପାଇଁ ଓଟି ଲାଇଭ୍କୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଏହି ଖବରଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ।